ভাস্কর হরি হে শিব দুর্গা স্তথৈব চ ভীর্ণা ভীর্ণ কর্তব্য পঞ্চদেব নমস্তুতে শঙ্করের সদাবাস মাগো সিংহ বাহিনী সারদে নিবাসায় মহা পদগতি बोला हरि भजन झाड़ी मो मन हरि भजन हरि भजन छाड़ी हरि भजन छाड़ी मन रे हरि भजन छाड़ी मन रे हरि भजन दुर्लभ जनम दुर्लभ जनम दुर्लभ जनम दुर्लभ जनम दुर्लभ जनम बलुआ गाड़ी मन रे हरि भजन छाड़ी मन रे हरि भजन माता गर्भे रही जहा दिलु कही मर्त्यारे पारे तो सबु गालो भोले मर्त्यारे पारे तो गालो भोले मर्त्यारे पारे तो सबु गालो भोले मधुमी पारे तो घमो में छा माया रे पारे तो माया बड़ी दू माया रे पारे माना रे हरि भजन छाड़े माना रे हरि भजन मोला बेले दोदे नेबे घोषारी संगे नहीं थेवे छखंड भारी संगे नहीं थीबे छखंड भारी संगे नहीं थीबे छखंड भारी धोनी दौड़ी रे बांधी नेबे तोते छड़ी दौड़ी रे बांधी नेबे तोते मोला मोला बोली हरि रे हरि मन रे हरि भजन छाड़ी मन रे हरि भजन छाड़ी मन रे हरि भजन नजरिले पिंड करी खंड खंड गुरु खेचु थीबे खेचोड़ा बाड़ी दोर खेचो तेबे खेचोड़ा बाड़ी दोर खेचो तेबे खेचोड़ा बाड़ी भीम सेना घरे कुटुंब पोषणे भीमासेन घरे कुटुंब पोषणे भीमसेन घरे कुटुंब पोषणे भीमासेन घरे कुटुंब पोषणे बोला निरते रहिला मो मन
ବିଶ୍ୱଚିନ୍ତାମଣି ପରମେଶ୍ୱର ପରମର୍ଚ୍ଛନ୍ୟ ପରମ ବନ୍ଦନ୍ୟ ପରମାନନ୍ଦ ମାଧବ ଶ୍ରୀ ସତ୍ୟନାରାୟଣ ମହାପ୍ରଭୁ କଲ୍ୟାଣମୟୀ ଜଗଦେଶ୍ୱରୀ ବିନ୍ଧେଶ୍ୱରୀ ଝଙ୍କଡ଼ବାସିନୀ ମା ଶାରଦେ ବରଦେ ଗୋଟିଏ ପଦ ମଙ୍ଗଳାଚରଣଟିଏ ଗାଉଛି। କବି କହିଲେ କଲେ ଶଙ୍ଖା ସୁରା ସୁରୁଦି ନନ୍ଦିତ ଦେବ ବୃନ୍ଦ ଶଙ୍ଖାରି ସୁନ୍ଦର ତୋରା ଗୋର କରା ରବିନ୍ଦ ଶଙ୍ଖବଦୀ ଘିତିବଦୀ ବ୍ରତଙ୍ଗେ ଦୁନିଦିୟ ଶଙ୍ଖାଦିଭୂତ ଗାୟ ନିକାୟ ଭାଜାମ ମଙ୍ଗଳାଚରଣ ରୂପକ ଷୋଳକଟିଏ ପାଠ କରିଛି। ବହିଟିର ନାଁ ହେଲା ସିଦ୍ଧାନ୍ତ ଦର୍ପଣ। ଦୀର୍ଘ 23 ବର୍ଷର ସାଧନାର ଅନ୍ତରେ ବିଶ୍ୱକୁ ଭେଟିଦେଲେ କେଇ ଖଣ୍ଡ ବାଉଁଶ ନଳୀରେ ଅନନ୍ତ ଅନ୍ତରୀକ୍ଷର ନଭଶୁମ୍ବୀ ଅଟ୍ଟାଳିକା ଉପରେ ଜାଜୁଲ୍ୟମାନ ଗ୍ରହ ନକ୍ଷତ୍ର ତାରକା ପୁଞ୍ଜଙ୍କର ଗତିବିଧ ନାଁ ହେଲା ପଠାରି। ସେଇ ସିଦ୍ଧାନ୍ତ ଦର୍ପଣରୁ ଗୋଟିଏ ପଦ ମୁଁ ବାହାରି କରିଛି, ଗୋଟିଏ ଶ୍ଲୋକ। କବି କହିଲେ ଶଙ୍ଖା ସୁରାସୁ ରୁଦି ନନ୍ଦିତ ଦେବ ବୃନ୍ଦମ। ଶଙ୍ଖା ସୁରାସୁ ନା ଶଙ୍ଖାସୁର ଯୁକ୍ତ ଅସୁ ଅଦନ୍ତସ୍ୱରେ ଦୀର୍ଘ ହେଲା ଅସୁ। ଅସୁର ଅନ୍ୟ ନାମ ହେଲା ପ୍ରାଣ। ପୁରାଣରେ ଶଙ୍ଖାସୁର ବୋଲି ଗୋଟେ ଅସୁର ସୁଦର୍ଶନ ଚକ୍ର ମାଧ୍ୟମରେ ଗ୍ରୀବା ଛେଦନ କରି ମାରିଲେ ଭଗବାନ ନାରାୟଣ। ଅବତାରଟା ହେଲା ମତ୍ସ୍ୟ ରୂପ। 10 ଅବତାର ଭିତରୁ ସେ ମରିବାର କାରଣଟା କଣ ନା ବ୍ରହ୍ମାଙ୍କର ବେଦ ପୋଥି କି ଚୋରି କଲା ଏ ଅସୁର। ଆମେ ଏଇଆ ଜାଣିଛେ ବ୍ରହ୍ମାଙ୍କର ବେଦ ପୋଥି ଚୋରି କଲା ବୋଲି ବ୍ରହ୍ମା ସମ୍ଭାଳି ପାରିଲାନି, ନାରାୟଣକୁ ଡାକିଲା। କେମିତି ଡାକିଲା? ଗୋଟିଏ ପଦ। କବି ହେଲେ ଅଭିମନ୍ୟୁ ସାମନ୍ତ ସିଂହାର। ବହି ହେଲା ପ୍ରେମ ଚିନ୍ତାମଣି। ଗୋଟିଏ ଧାଡି କନ କଲେ କଣ କହିଲେ? କଲା ଅନୁଗତ ଜନ ମାନକୁ